ଶ୍ରୀମନ୍ଦିର କଥାର ଆଉ ଏକ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜି ଆପଣଙ୍କୁ ପଟ୍ଟିଦିଅଁଙ୍କ ବାବଦରେ ଆଉ କିଛି ତଥ୍ୟ ଉପସ୍ଥାପନ କରିବେ। କେବେଠୁ ସେ ପରମ୍ପରା, କିଏ ତାହାକୁ ଆଗତି, କେଉଁଠି ପ୍ରସ୍ତୁତ ହୁଏ ସେ ପଟ୍ଟିଦିଅଁ, ସେ ସମୟରେ କାହିଁକି ଭକ୍ତଙ୍କୁ ଦାରୁ ବିଗ୍ରହଙ୍କୁ ଦେଖିବାକୁ ଛଡ଼ାଯାଏ ନାହିଁ, ଏମିତି ଅନେକ ପ୍ରଶ୍ନର ଉତ୍ତର ଆଜି ଦେବାକୁ ଚେଷ୍ଟା କରିବେ। ଦେଖୁଥାନ୍ତୁ ଶ୍ରୀମନ୍ଦିର କଥା। ପ୍ରଥମ ପ୍ରଶ୍ନ, ପଟ୍ଟିଦିଅଁ ପରମ୍ପରା କେବେଠୁ? ପୂର୍ବ ଅଧ୍ୟାୟ ଯଦି ଦେଖିଥିବେ ତେବେ ଆପଣ ଜାଣିସାରିଥିବେ ଯେ ପଟ୍ଟିଦିଅଁ କ'ଣ। ଯଦି ଦେଖିନାହାନ୍ତି ତେବେ ଅନୁରୋଧ କରୁଛି ସେ ଅଧ୍ୟାୟଟିକୁ ନିଶ୍ଚୟ ଦେଖିବେ। ସଂକ୍ଷେପରେ କହିଲେ ପଟ୍ଟିଦିଅଁ ହେଉଛନ୍ତି ରତ୍ନସିଂହାସନରେ ପୂଜିତ ତିନି ଠାକୁରଙ୍କ ବିକଳ୍ପ ପ୍ରତିମା। ସେତେବେଳେ ପଟ୍ଟିଦିଅଁଙ୍କ ଦେହରେ ନୀତି ଅନୁସାରେ ସଂସ୍ଥାପନ କରାଯାଇଥାଏ, ଅର୍ଥାତ୍ ସେମାନେ ପଟ୍ଟି ବ୍ରହ୍ମ ହୋଇଯାଆନ୍ତି। ଶ୍ରୀମନ୍ଦିରର ନୀତିକାନ୍ତି ତାଙ୍କରିଠାରେ ହୋଇଥାଏ। ସେହିପରି ବଳଭଦ୍ରଙ୍କ ପ୍ରତିନିଧି ବା ପ୍ରତିରୂପ ହେଉଛନ୍ତି ବସୁଦେବ ଏବଂ ଦେବୀ ସୁଭଦ୍ରା ହେଉଛନ୍ତି ଭୁବନେଶ୍ୱରୀ ଏହି ପଟ୍ଟି ଅଙ୍କନ ପରମ୍ପରାରେ। ପ୍ରଶ୍ନ ହେଉଛି ଏ ପରମ୍ପରା କେବେଠୁ? ଐତିହାସିକ ବର୍ଣ୍ଣନା ଏଥିଲାଗି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଶାସ୍ତ୍ର ତଥା ପୁରାଣ ବର୍ଣ୍ଣନା ଏଥିଲାଗି ଅଧିକ ପ୍ରଭାବଶାଳୀ ମନେ ହୁଏ। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ, ବାମଦେବ ସଂହିତାର ପଞ୍ଚମ ଅଧ୍ୟାୟ ଏବଂ ନୀଳାଦ୍ରି ମହୋଦୟ ଆଦି ଗ୍ରନ୍ଥରେ ଏ ବିଷୟରେ ବର୍ଣ୍ଣନା ହୋଇଛି। ଆପଣ ତ ଜାଣିଛନ୍ତି ସ୍କନ୍ଦ ହେଉଛନ୍ତି ଭଗବାନ ଶିବ ଓ ପାର୍ବତୀଙ୍କ ପୁତ୍ର। ତାଙ୍କରି କୃତ ଏହି ପୁରାଣର ଇତିହାସ ବି ଅଷ୍ଟମ ଶତାବ୍ଦୀର ପ୍ରାରମ୍ଭ ଯାଏ ଲମ୍ବିଛି। ସେହିଭଳି ବାମଦେବ ସଂହିତା ଋଗ୍ବେଦଠୁ ବି ପୁରୁଣା, କାରଣ ଋଗ୍ବେଦର ପଞ୍ଚମ ମଣ୍ଡଳ ତାଙ୍କରି କୃତି ବୋଲି କେହି କେହି ବିଶ୍ୱାସ କରନ୍ତି। ସେ ସପ୍ତର୍ଷି ମଣ୍ଡଳର ଋଷି ଗୌତମ ମହର୍ଷିଙ୍କ ପୁତ୍ର। ନୀଳାଦ୍ରି ମହୋଦୟ ମଧ୍ୟ ଶ୍ରୀମନ୍ଦିର ପରମ୍ପରା ଓ ଇତିହାସ ଖୋଜିବା ଲାଗି ଏକ ଅନନ୍ୟ ଗ୍ରନ୍ଥ। ଏହାର ବିଶ୍ୱସନୀୟତା ଓ ବର୍ଣ୍ଣନା ଅନେକଙ୍କୁ ପ୍ରଭାବିତ କରିଛି। ଏହି କ୍ରମରେ ଦେଖିବାକୁ ଗଲେ ଆପଣ କହିପାରିବେ ଯେବେଠୁ ଶ୍ରୀ ଜଗନ୍ନାଥ ସେବେଠୁ ଅଣସର ନୀତି ଓ ପଟ୍ଟିଦିଅଁ। କିଏ ଏହାଙ୍କୁ ଆଙ୍କନ୍ତି ଆଉ କେମିତି ଅଙ୍କିତ ହୁଅନ୍ତି ପଟ୍ଟିଦିଅଁ, ସେ ବାବଦରେ ଏବେ କହୁଛି। ପଟ୍ଟିଦିଅଁକୁ ଆଙ୍କିବା ବି ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଏକ ସେବା ଭାବରେ ଗୃହୀତ ବା ବର୍ଣ୍ଣନା କରାଯାଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଗବେଷକ ତଥା ଲେଖକ ଡକ୍ଟର ଅସିତ ମହାନ୍ତିଙ୍କ ଅନୁସାରେ କର୍ମାଙ୍ଗୀ ମାଦଳା ଓ ସ୍ୱତ୍ତ୍ୱଲିପିରେ ଏ ବାବଦରେ ଉଲ୍ଲେଖ ରହିଛି। କର୍ମାଙ୍ଗୀ ମାଦଳାର କ୍ରମ 70 ଅନୁସାରେ ଏହି ସେବା ଏକ ସ୍ୱତନ୍ତ୍ର ନିଯୋଗ ଦ୍ୱାରା ସମ୍ପନ୍ନ ହୋଇଥାଏ। ଏହି ନିଯୋଗ ରଥ, ଚାପ ଆଦି ସକଳ ବାହାର ବନକ କରିବେ। ବନକର ଅର୍ଥ ହେଉଛି ରଙ୍ଗ କାର୍ଯ୍ୟ, ଅର୍ଥାତ୍ ରଥ ଓ ଚାପ ସମୟରେ ଆବଶ୍ୟକ ରଙ୍ଗ କାର୍ଯ୍ୟ ଏହି ସ୍ୱତନ୍ତ୍ର ନିଯୋଗ ଦ୍ୱାରା ସମ୍ପାଦିତ ହୋଇଥାଏ। ଏହା ସହ ସେମାନେ କନ୍ଦର୍ପ ପଟ୍ଟି, ଦଶ ଅବତାର ପଟ୍ଟି, ରେଖା ପ୍ରଭୃତି ପ୍ରଦାନ କରିବେ ଶ୍ରୀମନ୍ଦିରକୁ। ପରମେଶ୍ୱରଙ୍କ ଅଣସର ତାଟିକୁ ତିନି ବାଡ଼େ ବସୁଦେବ, ନାରାୟଣ, ମହାଲକ୍ଷ୍ମୀ ପଟ୍ଟି ଦେବେ। ରେଖା ପଞ୍ଚମୀକୁ ପଶ୍ଚିମ ଦ୍ୱାର ଗବାକ୍ଷ ଆଉ ରୋଷକାଠି ଆବର ଯାକ ଚିତ୍ର କରିବେ। ପରମେଶ୍ୱର ମହାଶ୍ରମଙ୍କ ଅଙ୍ଗିଲା ଯେତେ ଚିତ୍ର ଆଦିର ଆବଶ୍ୟକ ଥିବ ସକଳ ଏହି ନିଯୋଗ ବହନ କରିବ ବୋଲିକା ଉଲ୍ଲେଖ ରହିଛି ସ୍ୱତ୍ତ୍ୱଲିପିରେ ଏବଂ କର୍ମାଙ୍ଗ ମାଦଳାରେ। ସେହିପରି ଡକ୍ଟର ମହାନ୍ତି ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିକୁ ଉଦ୍ଧାର କରି କହିଛନ୍ତି, ଏହି ଲିପିର କ୍ରମ 87 ଅନୁସାରେ ନିର୍ଦ୍ଧାରିତ ସେବକମାନେ ପଟ୍ଟିଦିଅଁଙ୍କୁ ପ୍ରସ୍ତୁତ କରିଥାନ୍ତି। ଏ ସେବକ ରୁକ୍ମିଣୀ ହରଣ ପାଇଁ ମାଜଣା ମଣ୍ଡପ, ସ୍ନାନ ପୂର୍ଣ୍ଣମୀ ପାଇଁ ସ୍ନାନ ମଣ୍ଡପ, ଚନ୍ଦନ ଯାତ୍ରା ପାଇଁ ଉଦ୍ଦିଷ୍ଟ ଚନ୍ଦନ ମଣ୍ଡପ ଆଦିର ଚିତ୍ର କରାଇଥାନ୍ତି। ଏହା ବ୍ୟତୀତ ଶ୍ରୀକୃଷ୍ଣ ଓ ବାମନଙ୍କ ଜନ୍ମପଟ୍ଟି, ଦୟଣା ଚୋରି ନୀତିର କନ୍ଦର୍ପ ପଟ୍ଟି ଆଦି ଏହି ସେବକମାନେ ଆଙ୍କିଥାନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅଣସର ନୀତି। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଆଉ ବଳଭଦ୍ର ଏବଂ ସୁଭଦ୍ରାଙ୍କ ପଟ୍ଟିକୁ
ମଧ୍ୟ ସେମାନେ ଆଙ୍କିଥାନ୍ତି। ସ୍ୱତ୍ତ୍ୱଲିପି ଅନୁସାରେ ଏହି ନୀତି ବଂଶାନୁକ୍ରମିକ ସେବା। ସ୍ୱର୍ଗତ ଦୀନନାଥ ପାଠୀ ଏବଂ ଏବରହାର୍ଡ ଫିସରଙ୍କ ଦ୍ୱାରା ଲିଖିତ ଇନ୍ ଦ ଆବସେନ୍ସ ଅଫ୍ ଜଗନ୍ନାଥରେ ଏହି ପରମ୍ପରା ବାବଦରେ ବିସ୍ତୃତ ବିବରଣୀ ଦିଆଯାଇଛି। ଏହି ବିବରଣୀ ଅନୁସାରେ ପୁରୀ ଓ ଆଖପାଖ ଗାଁରେ ଅନେକ ଚିତ୍ରକାର ପରିବାର ରହିଛନ୍ତି। ଏମାନଙ୍କ ଭିତରୁ 3ଟି ବୟୋଜ୍ୟେଷ୍ଠ ପରିବାରଙ୍କୁ ଏହି ଚିତ୍ର ସେବା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି 3 ବୟୋଜ୍ୟେଷ୍ଠ ପରିବାରଙ୍କର ଜ୍ଞାତି କୁଟୁମ୍ବ ଏବଂ ବଂଶଧର ହିଁ ଏହି ସେବା ଶ୍ରୀମନ୍ଦିରରେ କରି ଆସୁଛନ୍ତି। ପରମ୍ପରା ଅନୁସାରେ ରାଜାଙ୍କ ଆଦେଶ ବା ରାଜଗୁରୁଙ୍କ ପରାମର୍ଶ ଅନୁସାରେ ଏହି ପରିବାରର ପୁରୁଷ ସଦସ୍ୟଙ୍କୁ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ ହେବାକୁ ପଡ଼ିଥାଏ। ଏଥି ନିମନ୍ତେ ସେମାନେ ରାଜନଅରରେ ଶାଢ଼ୀ ବନ୍ଧାଇଥାନ୍ତି। ଶାଢ଼ୀ ବନ୍ଧା ହେବା ପରେ ଗଜପତି ମହାରାଜା ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେବକ ଭାବରେ ସ୍ୱୀକାର କରି ତାଙ୍କୁ ଏକ ପାଟ ବସ୍ତ୍ର ପ୍ରଦାନ କରନ୍ତି, ଯାହାଙ୍କୁ ସେ ବ୍ୟକ୍ତି ନିଜର ପରିଚୟ ଭାବରେ ଗ୍ରହଣ କରନ୍ତି। ଯେତେବେଳେ ପଟ୍ଟିଦିଅଁ ପ୍ରସ୍ତୁତ କରାଯାଏ ସେତେବେଳେ କେବଳ ଯେ ଏହି 3 ପରିବାର ତାହା ନିର୍ବାହ କରନ୍ତି ତାହା ନୁହେଁ, କିନ୍ତୁ ଏହି 3 ପରିବାର ଉପରେ ତାହାର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଥାଏ। ପରମ୍ପରା ଅନୁସାରେ ତାଙ୍କ ଘରର ମହିଳା ଏବଂ ଅନ୍ୟ ସଦସ୍ୟମାନେ ତଥା ସାହିର ଜ୍ଞାତି କୁଟୁମ୍ବ ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ସହାୟତା କରିଥାନ୍ତି। ଶ୍ରୀମନ୍ଦିର ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର କପଡ଼ା ଉପରେ ପରମ୍ପରା ଅନୁସାରେ ତେନ୍ତୁଳି ଅଠା ଓ ଅନ୍ୟ କିଛି ସାମଗ୍ରୀକୁ ମିଶାଇ ମଣ୍ଡ କରି ତା ଉପରେ ଲେପ ଦିଅନ୍ତି। ତାହା ଶୁଖିଗଲା ପରେ ପଥରରେ ଘଷି ସେ ମଣ୍ଡ ଦିଆ କପଡ଼ାକୁ ଚିକ୍କଣ କରାଯାଏ। ଏହା ଫଳରେ କପଡ଼ାଟି ପଟରେ ପରିବର୍ତ୍ତନ ହୁଏ। ଏହି କପଡ଼ାକୁ ପୂର୍ବ ନିର୍ଦ୍ଧାରିତ ମାପ ଅନୁସାରେ ପରେ ପରେ କାଟି ଦିଆଯାଇ ସେଥିରେ 3 ଠାକୁରଙ୍କ ଚିତ୍ର ଅଙ୍କାଯାଏ। ସାଧାରଣତଃ ଏହି ଯେଉଁ ମାପ ମୁଖ୍ୟ ଚିତ୍ରକାରଙ୍କ ଘର କାନ୍ଥରେ ଲଗାଯାଇଥାଏ। ଏହା ତାଙ୍କ ପାଇଁ ଗୌରବର କଥା ବୋଲି ସେମାନେ ପରିଚୟ ଦିଅନ୍ତି। ଏହି ମାପ ଅନୁସାରେ ବସୁଦେବ, ଭୁବନେଶ୍ୱରୀ ଏବଂ ନାରାୟଣଙ୍କ ଚିତ୍ର ଅଙ୍କାଗଲା ପରେ ସେଥିରେ ପାରମ୍ପରିକ ରଙ୍ଗ ଦିଆଯାଏ। ବତିକଳା ଏବଂ ଚୂନରୁ ରଙ୍ଗ ପ୍ରସ୍ତୁତ ହୁଏ। କୌଣସି ପ୍ରକାର ରାସାୟନିକ ଦ୍ରବ୍ୟ ବା ଆଧୁନିକ ରଙ୍ଗକୁ ଏଥିରେ ବ୍ୟବହାର କରାଯାଏ ନାହିଁ। ପରେ ଚିତ୍ର ଅନୁସାରେ ସେଇ ଯେଉଁ ରଙ୍ଗ ଯେଉଁ ପ୍ରସ୍ତୁତ ହୋଇଥାଏ ସେହି ରଙ୍ଗକୁ ଦିଆଯାଇଥାଏ। ପଟି ପ୍ରସ୍ତୁତ ହେଲା ପରେ ତାହାକୁ ନୀତି ଅନୁସାରେ ମନ୍ଦିର ବିଜେ କରାଯାଇ ତାଟିରେ ଲଗାଯାଇଥାଏ। ପରେ ନିର୍ଦ୍ଧାରିତ ସେବକ ତାହାକୁ ଆବାହନ କରନ୍ତି ଓ ପ୍ରାଣ ପ୍ରତିଷ୍ଠା କରିଥାନ୍ତି। ଏହି ଚିତ୍ର ପ୍ରସ୍ତୁତି ସମୟରେ ସମ୍ପୃକ୍ତ ଚିତ୍ରକାରଙ୍କୁ ନିଷ୍ଠା ପାଳନ କରିବାକୁ ପଡ଼ିଥାଏ। ନିରାମିଷ ସାତ୍ତ୍ୱିକ ଭୋଜନ ନେବାକୁ ପଡ଼େ। ସେତିକି ନୁହେଁ, ଯେତିକି ଦିନ ଚିତ୍ର ଚାଲେ ସେହି ସମୟରେ ମଧ୍ୟ ତାଙ୍କୁ ମଦ୍ୟପାନ ବା ଅନ୍ୟ ନିଶା ଦ୍ରବ୍ୟ ସେବନ କରିବା ମନା ରହିଥାଏ। ଏହା ଛଡ଼ା ସଂଯମ ଆଚରଣ କରିବାକୁ ସେମାନଙ୍କୁ ପଡ଼େ, ନହେଲେ ଏହି ଦିବ୍ୟ କାମ ସଫଳ ହୋଇନଥାଏ ବୋଲି ଚିତ୍ରକାରଙ୍କର ବିଶ୍ୱାସ ରହିଛି। ପ୍ରଭୁଙ୍କ କାମ ଏଭଳି ନିଷ୍ଠା ପାଳନ କରିବାର ଅସୁବିଧା କେଉଁଠି? ଏବେ ଆପଣଙ୍କୁ କହୁଛି, ଏ କାଳରେ ଦାରୁ ବିଗ୍ରହଙ୍କୁ ଦେଖିବା କାହିଁକି ମନା, ଅର୍ଥାତ୍ ଏଇ ଯେଉଁ ଅଣସର ସମୟରେ କାହିଁକି ମନା କରାଯାଏ। ଏଥି ନିମନ୍ତେ ଆପଣଙ୍କୁ ସ୍କନ୍ଦ ପୁରାଣ କଥା କହୁଛି। ଏହି ପୁରାଣରେ ବିସ୍ତୃତ ବିବରଣୀ ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣ ଅନୁସାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନକୁ କହିଛନ୍ତି, ହେ ରାଜା, ବିଧି ମୋତେ ସ୍ନାନ କରାଇ 15 ଦିବସ ପର୍ଯ୍ୟନ୍ତ ମୋର ଅଙ୍ଗରାଗ ବିହୀନ ବିରୂପ ବା ଅଭିରୂପ, ଅଭିରୂପ ମାନେ ବହୁତ ଆକର୍ଷଣୀୟ ରୂପ ଆଉ ବିରୂପ ମାନେ ବହୁତ ବିକୃତ ରୂପ, ଯାହା ବି ହେଉ, ଅଭିରୂପ ହେଉ ବା ବିରୂପ ହେଉ, ତାହାକୁ କଦାପି ଦର୍ଶନ କରିବ ନାହିଁ। ଅର୍ଥାତ୍ ସ୍ୱୟଂ ଶ୍ରୀ ଜଗନ୍ନାଥ ଏହି ଦର୍ଶନକୁ ବାରଣ କରିଛନ୍ତି। ପୁଣି ବାମ ସଂହିତାରେ କୁହାଯାଇଛି, ଏହିପରି ସ୍ୱରୂପ ବା ବିରୂପରେ ଯେଉଁ ଲୋକମାନେ ଜଗନ୍ନାଥ ଆଦି ଦେବତାଙ୍କୁ ଦର୍ଶନ କରନ୍ତି ସେମାନେ ଘୋର ନରକରେ ପଡ଼ନ୍ତି। ଆମର ଦର୍ଶନ କରିବା ଆବଶ୍ୟକ ନାହିଁ। ଆମେ ଜଗନ୍ନାଥ ବିଶ୍ୱାସୀ, କାହିଁକି ସେଥିରେ ଯିବା? ଏହା ଆମର ବିଶ୍ୱାସ ଓ ପରମ୍ପରାର କଥା। ଆପଣ ପଚାରିପାରନ୍ତି, ସେ ସମୟରେ କ'ଣ ହୁଏ? ସେ ସମୟର ଗୁପ୍ତ ନୀତି ସବୁ କ'ଣ? ଏହି ସମୟରେ ମହାପ୍ରଭୁଙ୍କ ଅଙ୍ଗ ଗଠନ ନୀତି ହୁଏ।
କ'ଣ କ'ଣ ଗଠନ ହୁଏ ସେ ବିଷୟରେ କହିବା ଆବଶ୍ୟକ ନାହିଁ କି ଆମର ସେ ବିଷୟ ଜାଣିବା ବି ଅନୁଚିତ, ଯାହାକୁ ମନା କରାଯାଇଛି। ଏହା ଏକ ଗୁପ୍ତ ସେବା ଏବଂ ନିର୍ଦ୍ଧାରିତ ସେବକଙ୍କ ଦ୍ୱାରା ଏହି ଅଙ୍ଗ ଗଠନ ନୀତି ସମାପନ ହୋଇଥାଏ। ପଞ୍ଚମୀ ଦିନ ଫୁଲୁରି ତେଲ ଲାଗି କରାଯାଏ। ଏହି ଫୁଲୁରି ତେଲ ଓଡ଼ିଆ ମଠ ଦ୍ୱାରା, ବଡ଼ ଓଡ଼ିଆ ମଠ ଦ୍ୱାରା ଶ୍ରୀମନ୍ଦିରକୁ ପ୍ରଦାନ କରାଯାଏ। ଆପଣ ଫୁଲୁରି ତେଲ କ'ଣ ବୋଲି ପଚାରି ପାରନ୍ତି। ଏହା ରାଶି ତେଲ, ସ୍ୱତନ୍ତ୍ର ଉପାୟରେ ଏହାକୁ ତିଆରି କରାଯାଏ। ଏହା 1 ବର୍ଷ କାଳ ମାଟି ତଳେ ପୋତି ଦେଇ ରଖାଯାଏ। ଶୀତଳ ତେଲ ବୋଲି କୁହାଯାଏ। ତାହାକୁ ପାରମ୍ପରିକ ଭାବରେ ପ୍ରସ୍ତୁତ କରାଯାଏ ଏବଂ ଦିଆଯାଏ। ଏକାଦଶୀ ଦିନ ଖଡ଼ି ଲାଗି ହୋଇଥାଏ। ଆଉ ଦ୍ୱାଦଶୀ ଦିନ ପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୁଏ। ଏହି ନୀତିରେ ଗଜପତି ମହାରାଜଙ୍କୁ ଶ୍ରୀମନ୍ଦିର ପକ୍ଷରୁ ସମସ୍ତ କାର୍ଯ୍ୟର ଠିକଣା ଭାବରେ ଚାଲିଛି କି ନାହିଁ ସେ ବାବଦରେ ବିବରଣୀ ପ୍ରଦାନ କରାଯାଏ। ତ୍ରୟୋଦଶୀ ଦିନ ଘଣା ଲାଗି ହୋଇଥାଏ। ଘଣାର ଅର୍ଥାତ୍ ମୋଟା ସୂତା ବା ଦଉଡ଼ି। ଏହି ନୀତି ପ୍ରାୟ 10-12 ଘଣ୍ଟା ସମୟ ଲାଗେ। ପ୍ରଭୁଙ୍କୁ ଠିକଣା ରୂପ ଦେବା ଲାଗି ଏହା ଉଦ୍ଦିଷ୍ଟ ହୋଇଥାଇପାରେ। ତାପରେ ଚାଲେ ବନକ ଲାଗି, ଅର୍ଥାତ୍ ରଙ୍ଗ ଦିଆଯାଏ। ଚତୁର୍ଦ୍ଦଶୀ ଯାଏଁ ଏହି ଗୁପ୍ତ ନୀତି ସବୁ ଚାଲେ। ଏହି ସମୟ ଭିତରେ କେବଳ ପଟିଦିଅଁଙ୍କୁ ଦର୍ଶନ ମିଳିଥାଏ। ତାଙ୍କୁ ପଟବ୍ରହ୍ମ ବୋଲି ପୂଜା କରାଯାଏ। ତାପରେ ହୁଏ ଦାରୁ ବ୍ରହ୍ମଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଅପୂର୍ବ ସେ ସମୟ। ଅନେକ କହନ୍ତି ଏହି ସମୟରେ, ଏ ଯେଉଁ ଅଣସର ସମୟରେ ମହାପ୍ରଭୁ ଜ୍ୱରରେ ପଡ଼ନ୍ତି। ହୁଏତ ଏହା ଲୋକଙ୍କ ଭାବଧାରା ମଧ୍ୟରେ ଯୋଡ଼ି ରଖିବାର ଏକ ପ୍ରୟାସ ହୋଇଥାଇପାରେ। ମାନବୀୟ ଲୀଳାରେ ପ୍ରଭୁଙ୍କୁ ଧରି ରଖିବାର ଏକ ପରମ୍ପରା ହୋଇଥାଇପାରେ। କିନ୍ତୁ ସ୍କନ୍ଦ ପୁରାଣର 29ତମ ଅଧ୍ୟାୟରେ ଲିଖିତ 28ତମ ଶ୍ଲୋକରୁ ଏହା ଜଣାପଡ଼େ ଯେ ଏହି ଜ୍ୱର ପ୍ରସଙ୍ଗ ଅମୂଳକ। ସ୍ନାନ ହେତୁ ଶ୍ରୀଅଙ୍ଗ ସାମାନ୍ୟ ବିରୂପ ହୋଇଥିବାରୁ ଉକ୍ତ ଦିନମାନଙ୍କରେ ଦର୍ଶନ ପାଳନ କରାଯାଇଛି। ମହାପ୍ରଭୁଙ୍କ ଏହି ଲୀଳାରୁ ଆମେ କ'ଣ ଶିଖିଲେ? ଡକ୍ଟର ମହାନ୍ତିଙ୍କ ଅନୁସାରେ ଆମ ପାଇଁ ବାର୍ତ୍ତା ହେଉଛି, ଆମେ ଅରୂପ ବା ବିରୂପ ଅବସ୍ଥାରେ କାହାକୁ ସାକ୍ଷାତ କରିବା ନାହିଁ। ଯେତେବେଳେ ଯାହାଙ୍କ ସହ ସାକ୍ଷାତ ଆବଶ୍ୟକ, ସେତେବେଳେ ଆମେ ନିଜକୁ ସଜ ଧଜ କରି ସାକ୍ଷାତ ଦେବାର ଆବଶ୍ୟକ ରହିଛି। ସେଥିପାଇଁ ତ ପ୍ରଭୁ ଶ୍ରୀ ଜଗନ୍ନାଥ ଅନେକ ବେଶରେ ନିଜକୁ ସଜାଇଥାନ୍ତି। ଆଉ ଏହି ବେଶ ଅବସ୍ଥାରେ ସେ ହାତ ଟେକି ଦିଅନ୍ତି ଭକ୍ତଙ୍କ ପାଇଁ। ଭକ୍ତ ସାଲବେଗଙ୍କ ଭାଷାରେ ଯାଚି କରି ଭକ୍ତଙ୍କୁ ଆଶୀର୍ବାଦ ଦିଅନ୍ତି, ନୁହେଁ? ଏଇଠି ଶେଷ କରୁଛି ଆଜିର ଅଧ୍ୟାୟକୁ। କମେଣ୍ଟ ବକ୍ସରେ ଆପଣଙ୍କର ମତାମତ, ପ୍ରଶ୍ନ ଓ ପ୍ରସ୍ତାବକୁ ମୁଁ ଅପେକ୍ଷା କରିବି। ହଁ, ଆସନ୍ତା ଅଧ୍ୟାୟରେ ଆପଣଙ୍କୁ ଅଲାରନାଥଙ୍କ କଥା କହିବି। ଅଣସର ସମୟରେ ଅଲାରନାଥଙ୍କ କଥା ନ କହିଲେ ଆମ ବିଷ୍ଣୁ ପ୍ରେମୀଙ୍କ ଲାଗି ଏହା ଅସମ୍ପୂର୍ଣ୍ଣ ରହିବ। ଏଣୁ ଦେଖୁଥାନ୍ତୁ ଶ୍ରୀମନ୍ଦିର କଥା। ନମସ୍କାର।